ଗାଳ୍ପିକ ସଚ୍ଚିଦାନନ୍ଦ ଅତ୍ୟାଧୁନିକ ଓଡ଼ିଆ କବିତାର ଅନ୍ୟତମ ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ପଦ୍ମଶ୍ରୀ ଡକ୍ଟର ସଚ୍ଚିଦାନନ୍ଦ ରାଉତରାୟ। ଖୋର୍ଦ୍ଧା ସହର ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମଠାରେ 1916 ମସିହାରେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ନାମ ପ୍ରସନ୍ନ କୁମାର ରାଉତରାୟ, ମାତାଙ୍କ ନାମ ମୁକ୍ତାମାଳୀ ଦେବୀ। ବିଏ ପାସ୍ କଲା ପରେ କଲିକତାଠାରେ ଅବସ୍ଥାନ କରି କେଶରାମ ଲୁଗାକଳରେ ଶ୍ରମ ଅଫିସର, ଶ୍ରମିକ ନେତା ଥିଲେ ବି ଓଡ଼ିଆ ସାହିତ୍ୟରେ ଲେଖନୀ ଚଳାଇ କବି ଗାଳ୍ପିକ ଭାବରେ ନିଜକୁ ଓଡ଼ିଆ ସାହିତ୍ୟ ଜଗତରେ ପ୍ରତିଷ୍ଠିତ କରାଇ ପାରିଛନ୍ତି। କବି ଭାବରେ ଅତ୍ୟନ୍ତ ଲୋକପ୍ରିୟ, ତଥାପି ଗାଳ୍ପିକ ଭାବରେ ସେ ପାଠ୍ୟାନ୍ତର୍ଗତ ହୋଇଛନ୍ତି। ସଂସ୍କୃତ ପ୍ରବନ୍ଧରେ ସଚ୍ଚିଦାନନ୍ଦ ରାଉତରାୟଙ୍କର କିଛି ପାଠ୍ୟାନ୍ତର୍ଗତ ତଥା ଉଲ୍ଲେଖନୀୟ ଗଳ୍ପର କାହାଣୀ ବା କଥାବସ୍ତୁ ସମ୍ପର୍କରେ ଆଲୋଚନା କରାଯାଉଅଛି। ଏ ବିଚାର ସମ୍ପୂର୍ଣ୍ଣ ନିଜସ୍ୱ ଦୃଷ୍ଟିକୋଣରୁ ହେଉଅଛି, କୌଣସି ସମାଲୋଚନା ପୁସ୍ତକକୁ ଅନୁସରଣ କରି ଆଦୌ ନୁହେଁ। ସଚ୍ଚି ରାଉତରାୟ ମଶାଣିର ଫୁଲ, ମାଟିର ତାଜ, ଛାଇ, ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ ନାମରେ ପ୍ରଥମେ 4ଟି କ୍ଷୁଦ୍ର କ୍ଷୁଦ୍ର ଗଳ୍ପ ସଂକଳନ ଛପାଇଥିଲେ। ପରବର୍ତ୍ତୀ ସମୟରେ ଏହା ସଚ୍ଚିଦାନନ୍ଦଙ୍କ ଶ୍ରେଷ୍ଠ ଗଳ୍ପ ନାମରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ, ନୂଆଦିଲ୍ଲୀ ଛାପିଥିଲା। ପୂର୍ବେ ଓଡ଼ିଶାର ନାମୀ ଦାମୀ ପ୍ରକାଶକ କଟକର ଗ୍ରନ୍ଥମନ୍ଦିର ନାମକ ପ୍ରକାଶନ ସଂସ୍ଥା ଛାପିଥିଲେ। ସଚ୍ଚିଦାନନ୍ଦ ରାଉତରାୟଙ୍କର ସବୁ ଗଳ୍ପର ଆଲୋଚନା ଏଠାରେ ମୁଁ ନ କରି କେତୋଟି ହାତଗଣତି ପାଠ୍ୟାନ୍ତର୍ଗତ ବା ଶ୍ରେଣୀକକ୍ଷରେ ଅତୀତରେ ପଢ଼ାଯାଇଥିବା ଗଳ୍ପମାନଙ୍କର ଯାହା ସଂକ୍ଷିପ୍ତ କଥାବସ୍ତୁଗତ ସମୀକ୍ଷା ବା ସମ୍ପର୍କରେ ସମ୍ୟକ୍ ବା ସ୍ୱଳ୍ପ ବା ଅଳ୍ପ ଆଲୋଚନା କରୁଅଛି। ପ୍ରଥମ ଗଳ୍ପ ମୁଁ ନେଇଅଛି ମଶାଣିର ଫୁଲ। କାବ୍ୟିକ ରୋମାଣ୍ଟିକ ପ୍ରତୀକଧର୍ମୀ ନାମକରଣ। ଓଡ଼ିଶାର କୌଣସି ଏକ ଅଖ୍ୟାତ ଗ୍ରାମ ନାମ ପୋଡ଼ାବସନ୍ତ ଶାସନ। ସେଠାରେ ଜଣେ ପୋଖତ ମଡ଼ାଚଣ୍ଡିଆ ଶବ ପୋଡ଼ୁଥିବା ଲୋକ ଥିଲା। ନାମ ତାର ଜଗୁ ତିଆଡ଼ି। ଗାଉଁଲି ନାମର ଡାକ, ନହେଲେ ପ୍ରକୃତ ନାମ ଥିଲା ଜଗନ୍ନାଥ ତ୍ରିପାଠୀ। ଗାଁର ଲୋକେ ତାକୁ ଡାକିକି ସାଧାରଣତଃ ଶବ ପୋଡ଼ିଥାନ୍ତି। ସେ ନ ଆସିବା ପର୍ଯ୍ୟନ୍ତ ମଣିଷର ମଲାପିଣ୍ଡ ବା ଦେହ ଘରୁ ବାହାରୁ ନଥିଲା। ମଶାଣିର ପ୍ରସ୍ତୁତ ଜୁଇକୁ ଯାଉ ନଥିଲା। ତାର ଉପରେ ଚଢ଼ୁ ନଥିଲା। ଶବ ପୋଡ଼ିବାରେ ପୋଖତ ହେଲେ ବି ସେ ନିଷ୍ଠୁର ଥିଲା। ଶବକୁ ଜୁଇକୁ ନେବା ସମୟରେ ଶବ ସହିତ ଜଗୁ ବଡ଼ ନିଷ୍ଠୁର, ଦୟନୀୟ ବ୍ୟବହାର ପ୍ରଦର୍ଶନ କରୁଥିଲା। ଏହାର ଏକ ସବିଶେଷ ବିବରଣୀ ଗାଳ୍ପିକ ଲେଖକ ଗଳ୍ପ ଆରମ୍ଭରେ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରି ଜଗୁର ହୃଦୟହୀନ ମନର ପରିଚିତି ଦେଖାଇଛନ୍ତି। ସ୍ତ୍ରୀ ଲୋକର କାନରୁ, ନାକରୁ, ବେକରୁ ଅତି ନିର୍ଦ୍ଦୟତାର ସହିତ ଅଳଙ୍କାର ଛିଣ୍ଡାଇ ଛଡ଼ାଇ ନେଇଥାଏ। ଗର୍ଭିଣୀ ଶବ ଥିଲେ ନହୁରୁଣୀରେ ପେଟ ଚିରି ଛୁଆକୁ ବାହାର କରି 2ଟି ଅଲଗା ଜୁଇ ପ୍ରସ୍ତୁତ କରିଥାଏ। ଜଗୁର ସର୍ତ୍ତ ଶବ ନେବା ଓ ଶବ ପୋଡ଼ିବା ସମୟରେ ଗ୍ରାମବାସୀ ମାନିଥାନ୍ତି। ପରନ୍ତୁ ଯେତେବେଳେ ଜଟିଆ ମା ବୋହୂର ପାପଗର୍ଭ ହୋଇ ମରିଯିବା ପରେ ଔଷଧ ଖାଇ ଔଷଧ ଦେହକୁ ବିଷାକ୍ତ କରିଦେଇ ମାରିଥିଲା, ପାପଗର୍ଭ ଲୁଚାଇବାକୁ ଯାଇ ପ୍ରଥମେ ତ ଜଗୁ ପାପଗର୍ଭ ପରକୀୟା ପ୍ରୀତି କରି ଗର୍ଭସଞ୍ଚାର କରାଇ ପେଟର ପିଲା ମାରିବାକୁ ଯାଇ ସଂସାର ଗଞ୍ଜଣାରୁ ତ୍ରାହି ପାଇବାର ଉଦ୍ଦେଶ୍ୟ ମନ ଭିତରେ ରଖି ଅପମୃତ୍ୟୁର ଶିକାର ହୋଇଥିବାର କଥା ଜଗୁ ଶୁଣିଲା। କହିଲା, ସେଇଟା ଅସତୀ ଦୋଚାରୁଣୀ, ପାପଗର୍ଭ ହୋଇ ମରିଛି, ତାକୁ ମୁଁ ଛୁଇଁବି ନାହିଁ। ତେବେ ବହୁତ ଅନୁରୋଧ ଗୁହାରି କୁହାବୋଲା ଗଲା ପରେ ଅତି କଷ୍ଟରେ ବୋହୂର ନାକରେ ପିନ୍ଧିଥିବା ନାକଫୁଲ ଗୁଣାଟିକୁ ନେବାର ରାଜି ହୋଇ ଜଗୁ ଶବ କୋକେଇରେ ରଖି ଗାଁ ଦାଣ୍ଡରେ ରାମ ନାମ ସତ୍ୟ ହୈର ନାରା ଲଗାଇ ମେଘୁଆ ବର୍ଷା ଛଡ଼ା ପାଗରେ ଯେବେ ଜୁଇ ଉପରେ ଶବ ରଖି ଉପରୁ ଚାଦର ଉଠାଇ ସୁନ୍ଦର ଅଳ୍ପ ବୟସର ଗୋରା ତଥା ମୁଣ୍ଡର କୁଞ୍ଚୁ କୁଞ୍ଚିକିଆ କେଶରାଶି ମହଳଣ ମଇଳା ମଳିନ ଜହ୍ନ ଆଲୁଅରେ ନାକଗୁଣାକୁ କାଢ଼ିବା ପାଇଁ ହାତ ବଢ଼ାଇଛି, ବୋହୂଟିର ଅକାଳ
ଅମାନିଆ ମୃତ୍ୟୁ। ଜଗୁର ମନରେ ଅଜସ୍ର ଦୟା, ମାନବିକତା, ଦରଦୀ ପ୍ରାଣତାର ମନୋଭାବ ଦେଖାଇଛି। ଚାହିଁନାହିଁ ବୋହୂଟିର ନାକକୁ ଖିନ୍ ଭିନ୍ କରିବାକୁ। ବୋହୂ ସମ୍ପର୍କରେ ଅନେକ ଭାବିଛି। ପୁରୁଷ କୈନ୍ଦ୍ରିକ, ପୁରୁଷ ରାଜୁତି ଲୋକ ସମାଜରେ ଜଟିଆ ବାହା ପରେ କଲିକତାକୁ ଯାଇ ସେଠି ଆଉ ଜଣେ ନାରୀ ପ୍ରେମରେ ପଡ଼ି ଘରେ ପରିଣୀତା ନବବିବାହିତା ସୁନ୍ଦରୀ ସ୍ତ୍ରୀକୁ ଛାଡ଼ି ଯାହା ଅନୁଚିତ କାମ କଲା, ତାହା ଗାଁ ଲୋକଙ୍କ ଦ୍ୱାରା ସମାଲୋଚିତ ହେଲା ନାହିଁ। ଅଥଚ ଯୌନ ତାଡ଼ନାରେ ଅସହ୍ୟ ହୋଇ ନବବିବାହିତା ବୋହୂ ସ୍ୱାମୀର ଦୀର୍ଘ ଅନୁପସ୍ଥିତି ଓ ତାକୁ ତାର ପ୍ରାପ୍ୟ ପର୍ଯ୍ୟାପ୍ତ ଯୌନ ସୁଖ ନ ଦେବା ଦୋଷରୁ ବୋହୂଟି ପରକୀୟା ପ୍ରୀତି କରି ପାପଗର୍ଭା ହୋଇ ଗାଁ ଲୋକଙ୍କର ବୃଥା ଅପବାଦ, ଟାହୁଲି ଟାପରା କୁତ୍ସା ରଟନା ସହି ନ ପାରି ଅପମୃତ୍ୟୁର ଶିକାର ହୋଇ ମରିବା, ଦୋଷଣୀୟ ହେବା ନିତାନ୍ତ ଅମାନବୀୟ ବ୍ୟାପାର। ପୁଣି ଜଗୁର ବୋହୂକୁ ମଳିନ, ମେଘମ୍ଳାନ, ସନ୍ତସନ୍ତିଆ, ମଶାଣି ପଦାରେ ଭାବାବିଷ୍ଟ ହେବା ଓ ଅନ୍ୟାନ୍ୟ ମାଲଭାଇମାନଙ୍କର ମନ୍ତବ୍ୟ ଗୁଣାଟିକୁ ନେବାକୁ ମରିଯାଉଥିଲୁ ପରା। ଇଲାଗେ ହାତ ଚଳୁନାହିଁ କିଆଁ? ଦେ ଚଞ୍ଚଳ ମଡ଼ା ମୁହଁରେ ନିଆଁ ଲଗା। ଯଦି ଡେରି କରିବୁ ତ ଆମେ ଶବ ଛାଡ଼ି ପଳାଇବୁ। ପୋଲିସ ଆସିଲେ ତୁ ବୁଝିବୁ। ହଁ, ସେହି ସମୟରେ ଜଗୁ ବଢ଼ିଆ କଥାଟିଏ କହିଛି। ଥାଉ ଥାଉ, ଅନ୍ୟକୁ ବିଚାର କର ନାହିଁ। ମଣିଷ କ'ଣ ମଣିଷକୁ ଠିକ୍ ବୁଝିପାରେ? ଗଳ୍ପଟି ହଠାତ୍ ସରିଯାଇଛି। ବେଶ୍ ଚମତ୍କାର ରସୋତ୍ତୀର୍ଣ୍ଣ ଗଳ୍ପ। ଦ୍ୱିତୀୟ ଗଳ୍ପ ମୁଁ ନେଇଛି ମାଟିର ତାଜ। ଆଉ ଏକ ଅନନ୍ୟ ଚମତ୍କାର କାବ୍ୟିକ ବୌଦ୍ଧିକ ନାମିତ ଧର୍ମ ସଙ୍କଟକୁ ନେଇ ଦିଆଯାଇଥିବା ନାମ ପ୍ରଦାନ ମାଟିର ମୁକୁଟ। ହିନ୍ଦୁ ଧର୍ମ ଓ ଇସଲାମ ଧର୍ମର ଦ୍ୱନ୍ଦ୍ୱ ଗଳ୍ପ କାହାଣୀର ପୃଷ୍ଠପଟରେ ରହିଛନ୍ତି। ପ୍ରେମ ବା ଭଲ ପାଇବା ରୂପ ଓ ମନର ଅନୁମତି ଦେଖେ, ଧର୍ମ ବାଡ଼ ଦେଖେନା। ଧର୍ମ ପ୍ରେମର ବଡ଼ ପ୍ରତିବନ୍ଧକ। ମଦନା ଓ ଅମିନା ଗୋଟିଏ ଗାଁର ଦୁଇ ଭିନ୍ନ ଧର୍ମର ଯୁବକ ଯୁବତୀ। ନାମକରଣରୁ ଜଣାପଡ଼େ, ଜଣେ ହିନ୍ଦୁ, ଅପର ମୁସଲମାନ। ପିଲାବେଳରୁ ପଡ଼ିଶା ଥାଇ ପରିଚିତ। ଯୌବନତ୍ୱ ପ୍ରାପ୍ତ ହେବା ପର୍ଯ୍ୟନ୍ତ ସେମାନେ ସାଥିରେ ବୁଲୁଥିଲେ, ଖେଳୁଥିଲେ, ସାଙ୍ଗ ହୋଇ ଜୀବନ ଅତିବାହିତ କରୁଥିଲେ। ତେଣୁ ଯୁବକ ହେଲା ପରେ ଦୁହେଁ ଦୁହିଁଙ୍କଠାରୁ ଅଲଗା ହୋଇ ରହିଲେ। ଧର୍ମବାଡ଼ ବିବାହକୁ ଅନୁମତି ନ ଦେବାରୁ ଅମିନା ଜଣେ କାଳିଆ, ଦାଢ଼ିଆ, କୁତ୍ସିତ ଯୁବକକୁ ଇସଲାମୀୟ ଧର୍ମୀୟ ରୀତି ନୀତିରେ ନିକାହ ବା ବିବାହ କରି ଶାଶୁ ଘରକୁ ଗଲା ସିନା, ହେଲେ ସୁଖୀ ଦାମ୍ପତ୍ୟ ଜୀବନ ନ ବିତାଇ ସ୍ୱାମୀକୁ ଛାଡ଼ପତ୍ର ଦେଇ ନିଜର ବିବାହ ସମୟର ସାମାନ ଲଦି ବଳଦ ଗାଡ଼ିରେ ବାପା ଦିଲିର ଖାଁର ପୈତୃକ ଘରକୁ ସବୁଦିନ ପାଇଁ ଆସି ଦେଖିଲା। ପ୍ରେମିକ ମଦନା ଗୁରୁବାରୀ ନାମ୍ନୀ ଜଣେ ଯୁବତୀକୁ ବାହା ହୋଇ ସୁଖୀ ପାରିବାରିକ ଜୀବନ ବିତାଇ ନିଜର ରାଜମିସ୍ତ୍ରୀ କାମ, ପଥର ସୁଆଁସ କାମ କରି ସଞ୍ଜ ବୁଡ଼େ ଘରମୁହାଁ ହୋଇ ପତ୍ନୀ ଗୁରୁବାରୀଠାରୁ ଅମିନା ବିରୁଦ୍ଧରେ ଅଭିଯୋଗ ଏହିପରି ଶୁଣିଲା। ପଠଉଣୀଟାର ଯଉଁ ମୁହଁ, କଥାଗୁରା ଖଣ୍ଡାଧାର ପରି ଦିହରେ ଗଡ଼ିଗଲା। ମାଲୋ, ଏଡ଼ିକି କଜିଆ ଖୋରଣୀ ମାଇକିନା ପୁଣି ଜଗତରେ ଅଛନ୍ତି। ନ ଜାଣି କରି ଘଇତା ଛାଡ଼ପତ୍ର ଦେଇଛି। ମଲା, ସେ ସାଇରେ କ'ଣ ଆଉ ତିରିଲା ନାହାନ୍ତି? ହେଇ ତ ଜୁଲେଖା ଅଛି, ଜୁବେଦା ଅଛି, ହାମିଦୁନିସା ଅଛି। ୟା ପରି କିଏ କଣ୍ଟା ବାଡ଼ରେ ନୁଗା ପକେଇ କରି କରୁଛି ମ? ତାଙ୍କମାନଙ୍କ ପାଟି ଫାରକ ଦିଫାର ହେବାର କେହି କେବେ ଦେଖିଛି ନା ଶୁଣିଛି? ଏଇ ଗାଉଁଲି ଅଶିକ୍ଷିତା ଗୁରୁବାରୀ ନାମକ ମଦନାର ସ୍ତ୍ରୀର ପାଟିରେ ଚମତ୍କାର ମନମୁଗ୍ଧକର ସଂଳାପ ଦେବାରେ ପାଠକର ମନେହୁଏ କି ସତରେ ସ୍ୱଳ୍ପ ସମୟ ପାଇଁ ଗାଳ୍ପିକ ସଚୀ ରାଉତରାୟ ଜଣକ ନାରୀଟିଏ ପାଲଟି ଯାଇଛନ୍ତି। ନାରୀର ମନସ୍ତତ୍ୱ, ତାର ଅନୁଭବକୁ, ସାମାଜିକ ସ୍ଥିତିକୁ ଉପଲବ୍ଧି କରି ନ ଥିଲେ ଏଭଳି ମାର୍ମିକ ଡାଇଲଗ ବା ସଂଳାପ ଦେଇ ହୋଇ ନଥାନ୍ତା ଲେଖକଙ୍କର ଠାରେ। ଆଉ ମୋ ଭଳି ପାଠକ ବି ମନେ ରଖି ଦୃଷ୍ଟାନ୍ତ ଦେଇ ପାରି ନଥାନ୍ତା। ଗୁରୁବାରୀର ଶତଫେରାଦ ଅଭିଯୋଗ ସତ୍ତ୍ୱେ ପିଲାଦିନର ଘନିଷ୍ଠ ମିତଣୀ ଅମିନା ବିରୁଦ୍ଧରେ କୌଣସି ନଷ୍ଟଶୀଳ ପଦକ୍ଷେପ ମଦନା ନେଇପାରି ନଥିଲା। କାଳେ ଅମିନାକୁ କଷ୍ଟ ହେବ। ଅମିନା ପରା
ତାର ପ୍ରାଣ ମିତଣୀ। ପିଲାବେଳୁ ତାକୁ ମଦନା ଭଲ ପାଇ ଆସିଛି। ବିବାହର ମଧ୍ୟ ସ୍ୱପ୍ନ ଦେଖିଛି। କିନ୍ତୁ ଧର୍ମ ବାଡ଼ ହୋଇ ଠିଆ ହୋଇଥିବାରୁ ଜୀବନରେ ସମ୍ଭବ ହୋଇପାରି ନଥିଲା। ତେଣୁ ତାର ବିରୁଦ୍ଧରେ ଯାଇପାରି ନଥିଲା। ଓଲଟି ବାହାନା ଦେଖାଇ ଗୁରୁବାରୀର ଆପତ୍ତିକୁ ଏଡ଼ାଇ ଦେଇଥିଲା। ଏହା ସତ୍ତ୍ୱେ ମଦନା ଗୁରୁବାରୀର ସୁଖୀ ଦାମ୍ପତ୍ୟ ବ୍ୟତୀତ ଜୀବନକୁ ଦେଖି ଈର୍ଷାସକ୍ତ ହୋଇ ମଦନାକୁ ଦୋଷୀ କରାଇ ହିଷ୍ଟ୍ରିଆ ରୋଗରେ ପୀଡ଼ିତ ହୋଇ ନିଜେ ତ ହଇରାଣ ହୋଇଥିଲା, ହେଲେ ଶଳା ମାଇପ ସୁହାଗୀ ହଉଛି। ଚିହ୍ନି ନାହିଁ ମୋତେ, ଦିହିଁଙ୍କର ଖୁନ୍ ନିକାଲି ଦେବି କହିଥିଲା ରାଗରେ ଦୁଃଖରେ। କାରଣ ମଦନା ପୁଅପିଲା ପୁରୁଷ ଥିଲା। ସେ ଚାହିଁଥିଲେ ଅମିନାକୁ କୁଆଡ଼େ ଭଗାଇ ନେଇଯାଇ ଦୁହେଁ ବିବାହ କରି ରହିପାରିଥାନ୍ତେ। ହେଲେ ମଦନାର ବିବେକ ଧର୍ମ ବାଡ଼କୁ ବେଖାତିର କରିପାରି ନଥିଲା। ବରଂ ସମର୍ପଣ କରି ଯୌନତା ତାଡ଼ନାରେ ଆତୁର ହୋଇ ଗୁରୁବାରୀ ନାମକ ଗରିବ ଝିଅକୁ ତଣ୍ଡିକଣା ଗାଁରୁ ତୋଳା କନିଆ ରୀତିରେ ବାହା ହୋଇ ନିଜ ବେକରେ ଦାମ୍ପତ୍ୟ ଜୀବନର ଜୁଆଳି ପକାଇବାକୁ ବାଧ୍ୟ ହେଲା। ଅମିନା ମଦନାର ସୁଖୀ ଦାମ୍ପତ୍ୟ ଜୀବନକୁ ଏକାକିନୀ ଜହ୍ନ ରାତିରେ ମାଟିର ଭଙ୍ଗା ପାଚେରୀରୁ ଅଗଣାରେ ମଦନାର ଛାତି ଉପରେ ମୁଣ୍ଡ ରଖି ଗୁରୁବାରୀର ସ୍ୱାମୀ ସୋହାଗର ନିଦର୍ଶନ ଦୃଶ୍ୟକୁ ଦେଖି ଅବଶୋଷ କରି ଶେଷରେ ଘାଣ୍ଟି ହୋଇ ମରିଛି। ଆଉ ମଦନା ମଦନ ସ୍ରୋତରେ ଭାସି ଅମିନାର ବାପା ଦିଲିର ଖାଁ ଠାରୁ ଅନୁମତି ପାଇ ନିଜ ମନର ସଂଗୁପ୍ତ ପ୍ରେମର ଦ୍ୱାହିରେ ଅମିନାର କବରର ମାଟିର କୁଦ ବା ଉଠାଣି ଜମା ଉପରେ ସମାଧିଟିଏ ତିଆରି ଦେଇଛି ବିନା ପାରିଶ୍ରମିକରେ। ମାଟିର ତାଜ ମାନେ ମାଟିର ମୁକୁଟ। ଏଥିରେ ଗାଳ୍ପିକ ଇସଲାମୀୟ ସଂସ୍କୃତି ଏବଂ କୋରାନର ଶ୍ଲୋକର ଉଦାହରଣ ବେଶ୍ ଅନୁସନ୍ଧାନର ସହିତ ଦେଇଛନ୍ତି, ଯାହାକି ହୃଦୟ ପ୍ରଶଂସନୀୟ ମନେହୁଏ। ତୃତୀୟ ଗଳ୍ପ ମଲା କଇଁ। ପ୍ରେମର ଆଉ ଏକ ତ୍ୟାଗମୟ ଅମଳିନ ନିଦର୍ଶନ। ଦୁଇ ପଲ୍ଲୀ କିଶୋର କିଶୋରୀ ଲୋଚନା ଏବଂ ସୁନ୍ଦରୀ ଦୁହେଁ ପରସ୍ପରକୁ ପ୍ରାଣ ଦେଇ ଭଲ ପାଉଥିଲେ ବି ବିବାହ କରିପାରି ନଥିଲେ। ଗୋଟିଏ ଧର୍ମର ହୋଇକରି ବି ମାନ ଅଭିମାନ ରାଗ ରୁଷା ମିଳନ ବିଚ୍ଛେଦରେ ଗଳ୍ପ କାହାଣୀକୁ ଗାଳ୍ପିକ ଗତିଶୀଳ କରାଇ ପ୍ରେମାସ୍ପଦାର ଖୁଦୁରୁକୁଣୀ ଭାଲୁକୁଣୀ ଓଷା ପାଳନ ପାଇଁ ପୋଖରୀରେ ଲାଲି ଟହ ଟହ ପଦ୍ମଫୁଲ ତୋଳିବାକୁ ଯାଇ ଲୋଚନା ପଦ୍ମନାଡ଼ରେ ଗଭୀର ଜଳରେ ଛନ୍ଦି ହୋଇ ଛାଟିପିଟି ହୋଇ ହାତରୁ ପଦ୍ମଫୁଲ ଖସାଇ ସଲିଳ ସମାଧି ପାଇଛି। ପଦ୍ମଫୁଲର ପେନ୍ଥା ନାଡ଼ ସହିତ ପୋଖରୀ ଜଳର ସୁଅରେ ଭାସିଛି। କଇଁ ସିନା ନାଡ଼ରୁ ଛିଣ୍ଡି ପୋଖରୀ ଜଳରେ ଭାସି ମରିବା ସହିତ ସୁନ୍ଦରୀ ନାମ୍ନୀ ପ୍ରେମିକାର ପ୍ରାଣମିତ ଲୋଚନା ବି ସବୁଦିନ ପାଇଁ ସୁନ୍ଦରୀଠାରୁ ମରି ଚାଲିଯାଇଛି। ପୋଖରୀ କୂଳରେ ସୁନ୍ଦରୀ ଓ ତାର ସାନ ଭଉଣୀ ଏହା ଦେଖିଛନ୍ତି। ସାନ ଭଉଣୀ କହିଛି, ଦେଖେ ଅପା, ଲୋଚନା ଭାଇ ବୁଡ଼ି ଯାଉଛି। ସୁନ୍ଦରୀ ପ୍ରତିବାଦ କରି କହିଛି, ଯାଲୋ କାଳିତୁଣ୍ଡିଆ, ସେ ପହଁରା ଜାଣିନି ଯେ ବୁଡ଼ି ଯାଉଛି। ପୁଣି ଆଉ ଏକ ଦୃଶ୍ୟରେ ଆମ୍ବ ଗଛରୁ ଫୋପଡ଼ ମାରିବି ଯେବେ ଲୋଚନା ସେରେନ୍ତି ପାଇଁ ଆମ୍ବ ଝଡ଼ାଇ ପାରିନି, ସେବେ ସେରେନ୍ତି କହିଛି, ଏଇଟାର ନାକ ଅଛି ନା ପାଖ? ଆମ ସାହିର ବନାର ଭାରି ନାକ। ସେଠୁ ରାଗିଯାଇ ଲୋଚନା କହିଥିଲା, ଯା ଯା ତୋ ବନା ଖଇତା ପାଖକୁ ଯା, ସେଇ ତତେ ଆମ୍ବ ପାରିଦେବ ଯା। ଅନ୍ଧାରୁଆ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ହିଁ ଅନ୍ଧାରୁଆ। ମଣିଷ ସଂସ୍କାର ମଧ୍ୟରେ ଯେତେ ଜୀବନ ନିର୍ବାହ କରେ ନାହିଁ, ସେତେ କୁସଂସ୍କାର ଭିତରେ ଥାଇ ଜୀବନ ଅତିବାହିତ କରେ। ଯାହା ଫଳରେ ମଣିଷର ଜୀବନ ଦୁର୍ବହ ଦୁର୍ଦ୍ଦିନ ଏବଂ ଦୁର୍ଗତିପୂର୍ଣ୍ଣ ହୋଇଉଠେ। ସହର ଅପେକ୍ଷା ପଲ୍ଲୀର ଜୀବନରେ କୁସଂସ୍କାର ତଥା ଅନ୍ଧବିଶ୍ୱାସ ଅଧିକ। ପଲ୍ଲୀ ଜୀବନର ଅଧିବାସୀକୁ ନେଇ ଅନ୍ଧାରୁଆ ଗଳ୍ପର ଗଳ୍ପାଂଶ ଗତିଶୀଳ। ଦରିଦ୍ର ଅଭାବୀ ଚାଷୀ ପହଲି ପ୍ରଧାନ ଦିନେ ରାତିରେ ନିଜର ଉଠିଆ କରିଥିବା ଚାଷ ଜମିରେ ମଞ୍ଚା ବାନ୍ଧି ଶୋଇଥିବା ବେଳେ ହଠାତ୍ ରାତିରେ ଗାଈ ପଶି ଫସଲକୁ ଦଳି ଚକଟି ନଷ୍ଟ କରି ଖାଇଦେଇ ଶସ୍ୟକୁ ଭ୍ରଷ୍ଟ କରିଦେଇଥିବା ବେଳେ ପହଲି ରାଗିଯାଇ ଶକ୍ତ ବାଉଁଶ ଠେଙ୍ଗାରେ ମେଘ ଗର୍ଜନ ବିଜୁଳି ଆଲୁଅରେ ଥାଇ ଗାଈଟିକୁ ପିଟି ମାରିଦେଇଛି। ଗାଈ ହିନ୍ଦୁର ଧାର୍ମିକ ବିଶ୍ୱାସରେ ଗୋମାତା ରୂପରେ ପୂଜିତ ଥିବାରୁ ଗୋହତ୍ୟା ପାତକର ବା ପାପ କରିଥିବା ଦୋଷ ଅପରାଧରେ ବେକରେ ହାଡ଼ମାଳ ପିନ୍ଧି ଦାନ୍ତରେ ତୀରଣ ବା କୁଟାଖିଅ ଚାପି ମୂକ ହୋଇ କଥା ନ କହି ଗଁ ଗଁ ହୋଇ ବାରଦୁଆର ଭିକାରୀଙ୍କ ଭଳିଆ ବୁଲି ଭିକ ମାଗି ଖପରାରେ ଖାଇଛି। ପୁରସ୍ତମ ଧାମ
ପୁରୀ ଯାଇ ମୁକ୍ତି ମଣ୍ଡପରେ ବ୍ରାହ୍ମଣ ଜରିଆରେ ପୂଜା ପାଠ ବ୍ରାହ୍ମଣୀ ଭୋଜନ ଦେଇ କରିବି ଗାଁକୁ ଫେରିବି। ଗାଁ ଭାଇଆରୀ ଭୋଜନ ଅର୍ଥ ଅଭାବରୁ ଦେଇ ନ ପାରି ଜମିଦାରଙ୍କ ଦ୍ୱାରା ଜମି ହରାଇ ବର୍ଷାରେ ନିଜର ମାଟି ଛଣ ଚପର ଘରର କାନ୍ଥ ଭଙ୍ଗାଇ ବାପଘର ଚାଲି ଯାଇଥିବା ସ୍ତ୍ରୀ ଓରଫ ଗେଲି ବୋଉକୁ ନ ପାଇ ଗାଁ ଲୋକଙ୍କ ଦ୍ୱାରା ତୁଚ୍ଛା ଅତ୍ୟାଚାରର ଶିକାରରେ ପର୍ବତକୁ ଚାଲିଯାଇ ଭୋକ ଉପାସରେ ଜ୍ୱାଳା ସହି ନ ପାରି ଦୁର୍ବଳ ଦେହରେ ଚୁଟି ବଢ଼ାଇ ଦାଢ଼ି ଖିଅର କରି ନ ପାରି ନଖ ଗାଧୁଆ ଅଭାବରେ ପାଗଳ ଭଳିଆ ଦିଶି ପାହାଡ଼ରେ ପଡ଼ିଯାଇ ମରିଛି। ସ୍ତ୍ରୀ ଗେଲିବୋଉ ବାପଘରୁ ଆଣିଥିବା ଟଙ୍କାରେ ବ୍ରାହ୍ମଣ ଭୋଜନ ଦେଇ ଗାଁରେ ଜାତି ଭାଇରେ ମିଶି ସ୍ୱାମୀ ପ୍ରହଲ୍ଲୀ ପ୍ରଧାନର ପରଲୋକୀୟ ମୁକ୍ତି ପ୍ରୟାସୀର ଏହି ଗପ କୁସଂସ୍କାର ନାମରେ ଅନ୍ଧବିଶ୍ୱାସର ଅନ୍ଧାରୁଆ ପରିସ୍ଥିତିରେ ଥିବା ଦରିଦ୍ର ଅସହାୟତାର କରୁଣ ରସାଶ୍ରିତ ଗଳ୍ପ। ହାତ ମଣିଷର ଭାଗ୍ୟ ବା ନିୟତିର ପ୍ରତୀକ ପ୍ରତୀତି ହୋଇଛି। ହାତ ମଣିଷର ହାତ କାରଣ ହାତରେ ଥିବା ରେଖାଙ୍କନ ଛନ୍ଦଣି ମନ୍ଦଣି ଗାରମାନଙ୍କୁ ଦେଖି ଜ୍ୟୋତିଷ ପଣ୍ଡିତ ମଣିଷର ନିୟତି ପ୍ରବକ୍ତା ହୋଇଥାଏ। ଜଣେ ଜ୍ୟୋତିଷକୁ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକଙ୍କର ହାତ ଦେଖୁଥିବା ସ୍ଥିତିରେ ଦେଖି ଗାଳ୍ପିକ ଗଳ୍ପରେ ଏକ ଅଙ୍ଗୀଭୂତ ଚରିତ୍ରଟିଏ ପାଲଟି ଯାଇଛନ୍ତି। ଗାଳ୍ପିକଙ୍କର ଜ୍ୟୋତିଷ ତଥା ଜ୍ୟୋତିଷ ବିଦ୍ୟା ଉପରେ ଭରସା ନାହିଁ। ବିଶ୍ୱାସୀ ନ ଥିବାରୁ ସେ ଜ୍ୟୋତିଷକୁ ଠକ ଭଣ୍ଡ ଭାବିଛନ୍ତି। କାରଣ ଜଣେ ଯକ୍ଷ୍ମା ରୋଗୀକୁ ଜ୍ୟୋତିଷଟି ନାନା ମିଛ କଥା କହି ତା ମନରେ ବଞ୍ଚିବାର ଆଶା ଜନ୍ମାଇ ଯେଉଁ ଠକୁଥିଲା ସେଥିରେ ଲେଖକ ଦୂରରୁ ଜ୍ୟୋତିଷର ଏହି କାର୍ଯ୍ୟକଳାପ ଦେଖି ଉତ୍କ୍ଷିପ୍ତ ହୋଇଛନ୍ତି ଏବଂ ତାକୁ ଶାସ୍ତି ଦେବା ପାଇଁ ମନରେ ବିଚାର କରି ତା ନାଁରେ ଏକ କେସ୍ କରିବାକୁ ଚାହିଁଛନ୍ତି। ଲୋକଙ୍କୁ ସରଳ ବିଶ୍ୱାସୀ ଜନତାଙ୍କୁ ମିଛ କଥା କହି ନିଜର ପେଟପୋଷ ନାହିଁ ଦୋଷ ବେପାରକୁ ଲେଖକ ସହିପାରି ନାହାନ୍ତି। ସବୁବେଳେ ମନରେ ଗାଳ୍ପିକ ଲେଖକଙ୍କର ଗୋଟିଏ ଚିନ୍ତା କି କେମିତି ସେ ଜ୍ୟୋତିଷକୁ ଧରି ତା ବିରୁଦ୍ଧରେ ମାନହାନି ମକଦ୍ଦମା କରିବେ, ତାର ବୃତ୍ତି ବନ୍ଦ କରିବେ। ଦିନେ ଜଣେ କଲେଜ ଛାତ୍ରକୁ ଜ୍ୟୋତିଷକୁ ହାତ ଦେଖାଉଥିବା ଦେଖି ଲେଖକ କିଛି ଦୂରରେ ଠିଆ ହୋଇ ଅପେକ୍ଷା କଲେ। ଛାତ୍ରଟି ନିଜ ହାତ ଦେଖାଇ ଜ୍ୟୋତିଷକୁ ପଇସା ଦେଇ ଫେରୁଥିବା ବେଳେ ପାଖକୁ ଡାକି ପଚାରି ବୁଝିଛନ୍ତି ଛାତ୍ର ଜଣକ ଥାର୍ଡ଼ ଇୟରରେ ଥାଇ ପଦାର୍ଥ ବିଜ୍ଞାନ ଅନର୍ସ ନେଇ ବିଜ୍ଞାନ ପଢ଼ନ୍ତି। ସେ ଜଣେ ଝିଅକୁ ଏକତରଫା ଭଲ ପାଆନ୍ତି, ନିଜ ଆଡ଼ୁ ପ୍ରେମ କରନ୍ତି, ହେଲେ ଝିଅ ତାଙ୍କୁ ପ୍ରେମ କରେ ନାହିଁ। ଝିଅକୁ ମୁହଁ ଖୋଲି ବି ଝିଅ ସାମ୍ନାକୁ ଯାଇ ସିଧାସଳଖ ତାକୁ ଭଲ ପାଆନ୍ତି ବୋଲି କହିବାର ସାହସ ଜୁଟାଇ ପାରି ନଥିଲେ। ପରନ୍ତୁ ଜ୍ୟୋତିଷକୁ ପ୍ରତିଦିନ ପଇସା ଦେଇ ଜ୍ୟୋତିଷଠାରୁ ମିଛ ପ୍ରତିଶ୍ରୁତି ମନଭୁଲାଣିଆ କଥା ଏହା ଶୁଣନ୍ତି କି ସେ ଝିଅ ବି ତୁମକୁ ଭଲ ପାଏ, ତୁମ କଥା ଭାବେ। କଲେଜ ବୟକୁ ଜ୍ୟୋତିଷ କିଛି ବିଭୂତି ଦେଇ କହିଛି, ସମୟ ସୁଯୋଗ ଦେଖି ଝିଅ ଯାଉଥିବା ବାଟରେ ପକାଇ ଦେଲେ ଝିଅ ସର୍ବଦା ପଛେ ପଛେ ଲାଇନ ମାରିବ। କଲେଜ ପିଲାଟିର ବିଶ୍ୱାସ ଆସିନି, ପରନ୍ତୁ ପଇସା ଦେଇ ମିଛ ଆନନ୍ଦରେ ବିଭୋର ହୋଇଛି। ପିଲାଟିକୁ ସାକ୍ଷୀ କରି ଜ୍ୟୋତିଷ ବିରୁଦ୍ଧରେ ମିଛ ମାନହାନି ମକଦ୍ଦମା କେସ୍କୁ ଛାତ୍ର ପ୍ରତିବାଦ କରି କହିଛି ଜ୍ୟୋତିଷ ତାର ବେପାର ବୃତ୍ତି କରୁଛି, ସେ ଦୋଷୀ ନୁହେଁ, କାହାର ବି କ୍ଷତି କରୁନାହିଁ। ମିଛ କହିଲେ ହିଁ ଗରାଖ ପାଇବ, ତାର ଉପାର୍ଜନ ଜମିବ। ମିଛର ବି ବେଳେବେଳେ ଜୀବନରେ ଚାହିଦା ଥାଏ। ଜୀବନର ସବୁ ଆଶା ପୂରଣ ହୁଏ ନାହିଁ, ସେଥିପାଇଁ ମଣିଷ କଳ୍ପନା କରେ ଏବଂ କଳ୍ପନାରେ ନିଜର ଅପୂର୍ଣ୍ଣ ଆଶାର ପରିପୂର୍ତ୍ତି ଦେଖେ। ସେହିଭଳି ମିଛର ଜୀବନରେ ପ୍ରଭାବ। ମଣିଷ ମିଛ ଆଶାରେ ଥାଇ ଆଶ୍ୱସ୍ତି ପାଇ ଜୀବନରେ କିଛି କାଳ ଆରାମରେ ବଞ୍ଚିଯାଏ। କଲେଜ ଯୁବକଟିର ଏହି ଯୁକ୍ତି ଏହାରି ମାଧ୍ୟମରେ ହିଁ ଜୀବନ ବଞ୍ଚିଛି, ଯୋଉଥିପାଇଁ ସେ ଗାଳ୍ପିକଙ୍କର ଜ୍ୟୋତିଷ ପ୍ରତି ଥିବା କ୍ରୋଧ ତା ନାମରେ ମକଦ୍ଦମା ନ କରିବାକୁ ନିଜର ଅପୂର୍ବ ବାକ୍ଚାତୁରୀ ଜରିଆରେ ବାରଣ କରାଇ ନିରସ୍ତ ରଖାଇଛି। ଦାରୋଗାଙ୍କ କୁକୁର କଥାରେ ଅଛି, ମାଛ ଖାଇବ ଇଲିସି, ଚାକିରି କରିବ ପୁଲିସ। ରାଧାନାଥ ତାଙ୍କର ଦରବାର ନାମକ କାବ୍ୟରେ କହିଛନ୍ତି, ଆନ ବୋଲେ ମୁହିଁ ଅଟଇ ପୁଲିସି, ବିନା ମେଘେ ସୃଜି ପାରଇ କୋଳିସି, କିବା ଦୋଷୀ ଅବା ଦୋଷହୀନ ନର, ମୋ ପ୍ରତାପେ ରାଜ୍ୟେ ସର୍ବେ ଥରହର। ସେହି ପୋଲିସ ଚାକିରି ଉପରେ ସଂଶ୍ଳିଷ୍ଟ ଦାରୋଗାଙ୍କ କୁକୁର ଗଳ୍ପ। ଦାରୋଗା
ଭୈରୀଗଞ୍ଜନ ବଳିୟାର ସିଂଙ୍କର ଗୋଟିଏ କୁକୁର ମରିଯିବାରେ ସହରର ସାରା ଲୋକ ବିରାଟ ବଡ଼ ପଟୁଆର ପ୍ରୋସେସନ୍ କରି କୁକୁରର ଶବକୁ ନେଇ ରାସ୍ତାରେ ଯାଉଥିଲେ ଏବଂ ଦାରୋଗା ପତ୍ନୀ ମାଷ୍ଟର ପତ୍ନୀଙ୍କୁ ଦେଖାଇ ଏହା କହୁଥିଲେ କି ଦେଖ ମୋ ସ୍ୱାମୀଙ୍କର କେତେ ପାୱାର, ସାରା ସହରର ଲୋକ ଆମ ଘରେ ଆସି ହାମୁଡ଼ି ପଡ଼ିଛନ୍ତି। ସ୍ତ୍ରୀ ଆଉ ମାଷ୍ଟର ପତ୍ନୀଙ୍କର ମଧ୍ୟରେ କାହାର ସ୍ୱାମୀ ବା ବାବୁଙ୍କର ପତିଆରା ସମାଜରେ କେତେ ନେଇ ଯୁକ୍ତି ଲାଗିଲା। ପୋଲିସ ସ୍ତ୍ରୀ କହିଲେ, ଆମ ବାବୁଙ୍କର ପଦବୀ ଦେଖି ଶକ୍ତି ବା ପାୱାର ତୁମ ବାବୁଙ୍କ ଠାରୁ ଅଧିକ। ଦରକାର ପଡ଼ିଲେ ତୁମ ବାବୁଙ୍କୁ ବି ଆମ ବାବୁ ବାନ୍ଧି ପାରିବେ, ଥାନାକୁ ଟାଣି ନେଇଯିବେ। ହେଲେ ତୁମ ଛାତ୍ରଛାତ୍ରୀ ପିଲେ ତୁମକୁ ଖାତିର କରି ନଥାନ୍ତି, ନମସ୍କାର ବି କରନ୍ତି ନାହିଁ। ମାଷ୍ଟର ବା ଶିକ୍ଷକ ପତ୍ନୀ ଚୁପ୍ ରହନ୍ତି। ସତକଥା, ପୋଲିସ ପାୱାର ତାଙ୍କ ସ୍ୱାମୀଙ୍କଠାରେ ନାହିଁ। ଦୁଃଖରେ ଥିବାବେଳେ ହଠାତ୍ ଦିନେ ପୋଲିସ ବାବୁଙ୍କର ମୃତ୍ୟୁ ହୋଇ ଯାଆନ୍ତେ ଶବ ପାଖରେ ବସି ପୋଲିସ ପତ୍ନୀ ଏକାକିନୀ କାନ୍ଦୁଥିବା ବେଳେ ମଡ଼ା ନାକରେ ମାଠିଟିଏ ଆସି ବସିଲା ଅଥଚ ଘଉଡ଼ାଇ ଦେବା ପାଇଁ ବାହାର ଲୋକ ସହକର୍ମୀ ନଥିଲେ। ସୁଯୋଗ ଦେଖି ମାଷ୍ଟର ପତ୍ନୀ କହିଲେ, ଏବେ ତୁମ ଲୋକ ସବୁ ଗଲେ କୁଆଡ଼େ? ରାଗିଯାଇ ପୋଲିସ ପତ୍ନୀ କହିଲେ, ସବ୍ ସାଲା ନିମକ ହରାମ। ବାହାଘର ସରିଲେ ବେଦୀ ମୁହଁ ଯେମିତି ପୋଡ଼ା ହୋଇଯାଏ, ମଦ ପିଆ ସରିଲେ ମଦ ଘଡ଼ା କାମ ଗଡ଼ଗଡ଼ା ହୋଇଥାଏ ଗଡ଼ୁଥାଏ। ସଂସାର ଠିକ୍ ଏମିତି। ସମ୍ପଦ କାଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା। ବାବୁ ତ ମରିଗଲେ, ସମ୍ପର୍କ ସରିଗଲା, ଆଉ କାହିଁକି ଲୋକ ଆସିବେ? ପଣ୍ଡିତଙ୍କ ମୃତ୍ୟୁ। ଟୋକା ହେଉ କି ବୁଢ଼ା ସମସ୍ତେ ଯୌନତା ପ୍ରତି ଆଗ୍ରହୀ। ଟୋକା ତ ସହଜେ ଯୌନପ୍ରୀତ, କାରଣ ତାର ବୟସ ସେଇଆ। ପରନ୍ତୁ ବୁଢ଼ା ଯୌବନରୁ ନେଇକରି ଯୌନତା କରି ଆସିଥିଲେ ମଧ୍ୟ ସେ ଅତୃପ୍ତ ଥାଏ। ଯୌନତା ଏମିତି ଜିନିଷ, ଯେତେ କଲେ ବି ଆହୁରି କରିବାର ଆଗ୍ରହ ମନରେ ଉତ୍ପନ୍ନ ଅବଶୋଷ କରାଏ। ପୋଥାଳ ଗାଁର ବିଶ୍ୱମ୍ବର ପଣ୍ଡିତେ ବ୍ରାହ୍ମଣର କର୍ମକାଣ୍ଡ, ଶାସ୍ତ୍ରଜ୍ଞାନ, ପୂଜାପାଠ ସବୁଥିରେ ପ୍ରବୀଣ ତଥା ନିଷ୍ଠାପର ଥିଲେ। କିନ୍ତୁ ଯେତେବେଳେ ତାଙ୍କର ପତ୍ନୀ ମରିଗଲେ, ସେ ରାଣ୍ଡୁଆ ପୁରୁଷ ବିପତ୍ନିକ ହୋଇଗଲେ। ପୁତ୍ରକୁ ବିବାହ କରିଦେଲେ ସିନା, ହେଲେ ପୁଅ ବୋହୂଙ୍କର ଯୌନ କ୍ରିୟା କରୁଥିବା ଭାବନାରେ ଘାରି ହୋଇ ନିଜଠାରେ ଅବଦମିତ ବା ଚାପି ହୋଇ ରହିଥିବା ଯୌନ ଅବଶୋଷ ତାଙ୍କୁ ପାଗଳ କରିଦେଲା। ଯୌନ ବିକୃତି ରୋଗରେ ପୀଡ଼ିତ ହୋଇ ଶାନ୍ତି ପାଇପାରି ନଥିଲେ। ଏକଦା ଘରର ମୂଲିଆଣୀର ଜମି କାମ ଦେଖିବାକୁ ଯାଇ ମୂଲିଆଣୀ ସହିତ ନଟାବୁଦାରେ ଲୁଚିକରି ଯୌନ କ୍ରିୟା କରୁଥିବା ବେଳେ ହଠାତ୍ ପୁତ୍ର ହାତରେ ଧରା ପଡ଼ି ଯାଇଛନ୍ତି। ପୁଅ ବାପାଙ୍କର ପରକୀୟା ପ୍ରୀତି ଦେଖି ଦେଇ ମନରେ ଘୋର ବ୍ୟଥା ପାଇଛି। ବାପା ବିଶ୍ୱମ୍ବର ମଧ୍ୟ ଲାଜ ପାଇଛନ୍ତି। ଉଭୟ ମନ ଭିତରେ ଅଶାନ୍ତିରେ ରହିଥିବା ବେଳେ ଦୁର୍ଘଟଣାରେ ପଡ଼ି ଯୁବକ ପୁତ୍ର ଅନ୍ୟମନସ୍କ ଥାଇ ବୋଧେ ଦୁର୍ଗତିର ଶିକାର ହୋଇ ଅକାଳରେ ମରିଛି। ଜୁଆନ ଭେଣ୍ଡିଆ ପୁଅର ଆକସ୍ମିକ ମୃତ୍ୟୁ ଦୁଃସମ୍ବାଦ ବିଶ୍ୱମ୍ବରଙ୍କୁ ପାଗଳ କରାଇ ତାଙ୍କୁ ମଧ୍ୟ ମୃତ୍ୟୁ ମୁଖରେ ବିଧାତା ପକାଇ ଦେଇଛି। ଗଳ୍ପଟି ପାଠକଙ୍କୁ ଏହି ଶିକ୍ଷା ଦେଇଥାଏ କି ଯୌନତାର ବୟସ ନିର୍ଦ୍ଦିଷ୍ଟ। ଯୁବକକୁ ଯୌନତା ସାଜେ ତଥା ମାନେ, କାରଣ ଏହା ତାଙ୍କର କରିବାର ବୟସ। ତାଙ୍କ କରିବାକୁ ଦେଖି ବୁଢ଼ା ବାପ ବୟସର ବ୍ୟକ୍ତି ଉତ୍କଳ ହୋଇ ଧରାପଡ଼ିବା ନିତାନ୍ତ ଲଜ୍ଜାକର। ଏହିଭଳି ସତୀ ରାଉତରାୟଙ୍କର ଗଳ୍ପ